ତାକୁ ରିପୋର୍ଟ ଦେଇଥିଲେ ଚୈତନ୍ୟ କୁମାର ଭୋଇ, ଯିଏକି ସ୍ପେଶାଲ ଆର୍ପିଏଫ୍ରେ ସ୍ପେଶାଲ ଇଣ୍ଟେଲିଜେନ୍ସରେ କାମ କରନ୍ତି। ସେ ତାଙ୍କ ପରିବାର, ତାଙ୍କ ଫ୍ୟାମିଲି, ତାଙ୍କର ଝିଅ ଗୋଟେ 12 ବର୍ଷ ହେବ, ଆଉ ଗୋଟେ ଛୋଟ ପୁଅ ହେବ। ସେମାନେ କ'ଣ ଫେରୁଥିଲେ ଟ୍ରେନ୍ରେ, ହୀରାକୁଣ୍ଡରେ ଫେରୁଥିଲେ। ହୀରାକୁଣ୍ଡରେ ଫେରୁଥିଲା ସମୟରେ ଗୋଟେ ପିଲା ଯାହା ନାଁ ହେବ ବିକାଶ ବାଗ, ସେ ପିଲା ତାକୁ ସେ ମିସବିହେଭ୍ କରିଥିଲେ। ତାଙ୍କ ସ୍ତ୍ରୀ ସେଟା ତାକୁ ଅପୋଜ କରିଥିଲେ ଯେ କ'ଣ ପାଇଁ ମୋ ଝିଅକୁ ଏମିତି କରୁଛ, କି ତାଙ୍କ ସହିତ ବି ଝଗଡ଼ା ହେଇଥିଲା। ତାପରେ ମାନେ ପରେ ଆସିକି ଥାନାରେ ଏଇଟା ରିପୋର୍ଟ ଦେଇଥିଲେ। ଏଇଟା 20 ତାରିଖର ଘଟଣାଟା। ଏବେ ଟାଟସ୍ ଏଇ ବିଷୟରେ କେସ୍ ହେଇଛି, ଯେଉଁଟା ତାପରେ ଫଲୋ ଅପ୍ ଆକ୍ସନ୍ ହେବ। ସେ ନିଜେ ବି କହୁଛି ଯେ ମୁଁ ସେଠି କାମ କରୁଥିଲି କହିକି, ଲକ୍ଷ୍ମୀପୁର MLAଙ୍କ ଇଏରେ ଡ୍ରାଇଭର ଥିଲି କହିକି ସେ କହୁଛି।